ପିଲାମାନେ ଆଜି ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ବାହାରିବାକୁ ଯାଉଛି। ସମସ୍ତେ ଟେନସନରେ ଥିବେ, ରେଜଲ୍ଟ ଅଧିକ ଆସିବ କି କମ୍ ଆସିବ। ଯଦି ଅଧିକ ଆସିବ ତ ଭଲ କଥା, ତମ ପରିଶ୍ରମର ଫଳ ତମକୁ ମିଳିବ। କିନ୍ତୁ ଭଗବାନ ନ କରନ୍ତୁ ଏମିତି ନ ହେଉ, ଯଦି ବାଇଚାନ୍ସ ବି କାହାର କମ୍ ଆସେ ତେବେ ଡିପ୍ରେସନରେ ପଡ଼ିକି କେହି କିଛି ଭୁଲ ଷ୍ଟେପ୍ ନେବେନି। କାରଣ ପିଲାମାନେ ଜୀବନରେ ତୁମର ଏମିତି ଅନେକ ପରୀକ୍ଷା ଆସିବ। କେଉଁ ପରୀକ୍ଷାରେ ତୁମେ ଭଲ କରିବ, କୃତକାର୍ଯ୍ୟ ହେବ, ତ କେଉଁ ପରୀକ୍ଷାରେ ବି ଦରକାର ପଡ଼ିଲେ ଭଲ ବି ହେବନି। ତେଣୁ ଗୋଟିଏ ପରୀକ୍ଷାକୁ ଯାହା ହେଇଯାଇଛି, ଯଦି ବି ଭଲ ନହେଲା ତାକୁ ଗୁରୁତ୍ୱ ନ ଦେଇ ଆଗାମୀ ଷ୍ଟେପ୍ କ'ଣ ନେବ, ଭବିଷ୍ୟତ ପାଇଁ ଚିନ୍ତା କର। ନା କି ରେଜଲ୍ଟକୁ ଧରିକି ବସି ପଡ଼ିବ, ଡିପ୍ରେସନକୁ ଚାଲିଯିବ, ମୋର କମିଗଲା, ମୁଁ କ'ଣ କରିବି, ସେମିତି କିଛି ଭାବନି। ଯାହା ହେଇଗଲା ହେଇଗଲା, ବର୍ତ୍ତମାନ ତୁମେ ଆଗକୁ ଦେଖ, ଆଗକୁ କ'ଣ ପଡ଼ିବ। ଏମିତି ପିଲାଙ୍କୁ ବେଳେବେଳେ ଦେଖିଛି, ଅଧିକ ରେଜଲ୍ଟ କରିଥିବା ପିଲା ଜୀବନରେ ଡେରିରେ ସଫଳତା ପାଇଲା ବେଳକୁ କମ୍ ରେଜଲ୍ଟ କରିଥିବା ପିଲା ବି ଜୀବନରେ ଜଲ୍ଦି ସଫଳତା ପାଆନ୍ତି। କାରଣ ରେଜଲ୍ଟ ସବୁବେଳେ ତୁମ ଜ୍ଞାନର ପରିମାପ ନୁହେଁ ନା। ଯାହାର ଯେତେ ନଲେଜ, ଯଦି ତାର ପ୍ରକୃତିରେ ସେତିକି ରେଜଲ୍ଟ ଆସନ୍ତା, ତାହେଲେ ମୂର୍ଖମାନେ ବି ଭଲ ରେଜଲ୍ଟ କରୁଛନ୍ତି, ସେଇଟା ଦେଖାଯାଇନଥାନ୍ତା। ତେଣୁ ରେଜଲ୍ଟ ସବୁବେଳେ ଡିସାଇଡ଼ କରିବନି ତୁମ ଫ୍ୟୁଚରକୁ। ତୁମେ ନିଜେ ନିଜକୁ କ'ଣ ବୁଝାଉଛ, କେମିତି କଣ୍ଟିନ୍ୟୁ କରୁଛ, କେମିତି ଆଗକୁ ଯାଉଛ, ସେଇଟା ହେଉଛି ପିଲା ବଡ଼ କଥା। ତେଣୁ ରେଜଲ୍ଟ ଯାହା ବି ଆସୁ ତାକୁ ମନରେ ଭାବିବନି। ଅଧିକ ରେଜଲ୍ଟ କଲେ ଅଧିକ ଖୁସି ହେଇଯିବନି, କି ରେଜଲ୍ଟ କମିଗଲେ ଭାଙ୍ଗି ପଡ଼ିବନି। ଆଗାମୀ ଷ୍ଟେପ୍ କ'ଣ ନେବ, ଯେହେତୁ ଏଇଟା ଗୋଟିଏ ପାହାଚ, ଏଇଠିକି ତୁମ ସବୁ ସରିଯାଉନି। ଯେହେତୁ ଏଇଟା ଗୋଟେ ସଫଳତା, ତୁମର ଗୋଟେ ପାହାଚ, ତେଣୁ ଏଇ ପାହାଚକୁ ଚଢ଼ିଲା ପରେ ଆଗକୁ ଯେଉଁ ପାହାଚ ଅଛି ତୁମେ କେମିତି ଚଢ଼ିବ ସେ ବିଷୟରେ ଚିନ୍ତା କର। ୱିଶ୍ ୟୁ ଅଲ୍ ଦ ବେଷ୍ଟ।